ମାଥ୍ୟୁ ଲିଖିତ ସୁସମାଚାରରୁ ପାଠ 11 ଅଧ୍ୟାୟ 11ରୁ 15 ପଦ ପର୍ଯ୍ୟନ୍ତ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ନାରୀ ଗର୍ଭଜାତ ସମସ୍ତଙ୍କ ମଧ୍ୟରେ ଦୀକ୍ଷାଗୁରୁ ଜହନଙ୍କ ଠାରୁ ଅଧିକ ମହାନ ବ୍ୟକ୍ତି କେହି ନାହାନ୍ତି। ତଥାପି ସ୍ୱର୍ଗରାଜ୍ୟରେ ଯେ କ୍ଷୁଦ୍ରତମ ସେ ତାଙ୍କଠାରୁ ଅଧିକ ମହାନ। ଦୀକ୍ଷାଗୁରୁ ଜହନଙ୍କ ଦିନଠାରୁ ଏପର୍ଯ୍ୟନ୍ତ ସ୍ୱର୍ଗରାଜ୍ୟ ହିଂସାର ଶିକାର ହୋଇ ଆସିଛି ଏବଂ ହିଂସ୍ରକ ଲୋକେ ବଳପୂର୍ବକ ଏହାକୁ ଅଧୀନସ୍ଥ କରନ୍ତି। କାରଣ ଜହନଙ୍କ ଆଗମନ ପର୍ଯ୍ୟନ୍ତ ସମସ୍ତ ଭାବବାଦୀ ଓ ବିଧି ବ୍ୟବସ୍ଥା ଭାବବାଣୀ କହି ଆସୁଥିଲେ। ତୁମେ ଯଦି ଏହା ଗ୍ରହଣ କରିବାକୁ ଇଚ୍ଛୁକ, ତେବେ ଏ ଅଟନ୍ତି ସେହି ଏଲିଜା ଯେ ଆସିବାକୁ ଥିଲେ। ଯାହାଙ୍କର କାନ ଅଛି ସେ ଶୁଣୁ। ପ୍ରଭୁଙ୍କର ସୁସମାଚାର।